ନୂଆ ବର୍ଷରୁ ନୂଆ ଦରମା ସରକାର ଜାରି କଲେ ଆଉ ଏକ ବଡ଼ ଘୋଷଣା। ଏବେ ଏମାନଙ୍କୁ ମିଳିବାକୁ ଯାଉଛି ଅଧିକ ଦରମା, ପେନସନଭୋଗୀଙ୍କୁ ବଢ଼ିବ ପେନସନ। ତେବେ ଜାଣିଥିବେ ଏବେ ସପ୍ତମ ବେତନ ଲାଗୁ ହୋଇଥିବା ବେଳେ ଆରମ୍ଭ ହେବାକୁ ଯାଉଛି ଅଷ୍ଟମ ବେତନ। ଏନେଇ ସରକାର ଜାରି କଲେ ଆଉ ଏକ ବଡ଼ ଘୋଷଣା। ଭିଡିଓରେ ଜାଣିବା ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରିନଥିଲେ ଏବେ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। 50 ଲକ୍ଷରୁ ଅଧିକ କର୍ମଚାରୀ ଏବଂ 69 ଲକ୍ଷ ପେନସନଭୋଗୀଙ୍କ ବେତନରେ ସଂଶୋଧନ ହେବାକୁ ଯାଉଛି। ସରଳ ଭାଷାରେ କହିବାକୁ ଗଲେ ଫିଟମେଣ୍ଟ ଫ୍ୟାକ୍ଟର ବର୍ତ୍ତମାନର ମୂଳ ଦରମା କିମ୍ବା ପେନସନରେ ଲାଗୁ ହୋଇଥିବା ଗୁଣକ, ଯାହା ନୂତନ ଦରମା ନିର୍ଦ୍ଧାରିତ କରିବ। ତେବେ ଅଧିକ ଫିଟମେଣ୍ଟ ଫ୍ୟାକ୍ଟର ଅର୍ଥ ଅଧିକ ଦରମା, ତା ଛଡ଼ା କମ୍ ଫିଟମେଣ୍ଟ ଫ୍ୟାକ୍ଟର ଅର୍ଥ ମାମୁଲି ଦରମା। ତେବେ ଏହି ଗୁଣରେ ସାମାନ୍ୟ ପରିବର୍ତ୍ତନ ମାସିକ ଦରମା ଏବଂ ଦୀର୍ଘକାଳୀନ ଲାଭ ଉପରେ ବଡ଼ ପ୍ରଭାବ ପକାଇବ। ତେବେ ଏହି ଫିଟମେଣ୍ଟ ଫ୍ୟାକ୍ଟର କେତେ ରହିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ତେବେ 20ରୁ 35% ଯାଏ ବଢ଼ିବ ବୋଲି ଅନୁମାନ କରାଯାଉଛି। ତେବେ ଷଷ୍ଠ ବେତନ ଆୟୋଗରେ ପ୍ରାୟ 40% ବୃଦ୍ଧି ହୋଇଥିଲା। ସେହିପରି ସପ୍ତମ ବେତନ ଆୟୋଗରେ 23ରୁ 25% ବୃଦ୍ଧି ହୋଇଥିଲା। ତେବେ ଫିଟମେଣ୍ଟ ଫ୍ୟାକ୍ଟର 2.57 ଥିଲା। ତେବେ ଅଷ୍ଟମ ବେତନ ଆୟୋଗରେ ଏହା 2.4ରୁ 3 ମଧ୍ୟରେ ରହିପାରେ। ତେବେ ଏଥିପାଇଁ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ତେବେ ମିଳୁଥିବା ସୂଚନା ମୁତାବକ 2026 ଜାନୁଆରୀ 1ରୁ ଅଷ୍ଟମ ବେତନ କମିଶନ ଲାଗୁ ହେବ, ହେଲେ ଟଙ୍କା ମିଳିବା ବେଳକୁ ସମୟ ଲାଗିବ। 2026 ଶେଷ କିମ୍ବା 2026-27 ସମୟରେ ବର୍ଦ୍ଧିତ ଦରମା ମିଳିବ ବୋଲି ଅନୁମାନ କରାଯାଉଛି। ତେବେ ଏହି ବିଳମ୍ବ ସାଧାରଣ କଥା। ସପ୍ତମ ବେତନ ଆୟୋଗ ସମୟରେ ବି ଏତିକି ସମୟ ଲାଗିଥିଲା। ତେବେ ବଡ଼ ସୂଚନା ମୁତାବକ 2026ରେ ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ ଆୟୋଗ, ଯାହାକି ସରକାରୀ ଚାକିରିଆକୁ ମିଳିବ ଅଧିକ ଦରମା, ପେନସନଭୋଗୀଙ୍କୁ ମିଳିବ ଅଧିକ ପେନସନ।